ସମସ୍ୟାର ଯେମିତି ଲାଷ୍ଟ ଥର ମୁଁ ଆସିଥିଲି, ଆଜି ଆମେ ଯେହେତୁ କହିଥିଲୁ ଆସିକି କଥା ହେବା ପାଇଁ, ଆପୋଷ ସମାଧାନର ବାଟ କାଢିବା ପାଇଁ, ଆମେ ତାଙ୍କର ଉଭୟ ପକ୍ଷଙ୍କ ସହିତ କଥା ହେଲୁ। ଆମେ ଆଶା ରଖିଛୁ ଆହୁରି ଯେଉଁ ପ୍ରଥମ ପକ୍ଷ ଥିଲେ, ଇଏ ତ ପ୍ରଥମ ପକ୍ଷ ଥିଲେ, ୟାଙ୍କ ସହିତ କଥା ହେଲୁ, ତାଙ୍କ ସହିତ କଥା ହେଲୁ। ତେଣୁ ଆମେ ତାଙ୍କୁ କହିଛୁ, ଅନୁରୋଧ କରୁଛୁ ଉଭୟ ପକ୍ଷଙ୍କୁ ଏଇ ସମସ୍ୟାର ଯେଉଁ ଜମିବାଡ଼ି ସମସ୍ୟା ଅଛି ତାକୁ ଟିକେ ସମାଧାନ କରିଦିଅନ୍ତୁ। ଆଉ ଥରେ ଆମେ କହିଛୁ ବସିବା ପାଇଁ, ୟାଙ୍କୁ ବି କହିଛୁ, ତାଙ୍କୁ କହିଛୁ ଯେ ଆସନ୍ତା 30 ତାରିଖ ଟିକେ ବସିବେ ଏବଂ ତାର ଯାହା ଜମିବାଡ଼ି ଅଛି ତା ଭିତରେ ଟିକେ जो रेकर्ड भेरिफिकेशन ଟିକେ କରିବେ ଏବଂ ମ୍ୟୁଚୁଆଲି ମାଧ୍ୟମରେ ଆମର ଯେଉଁ ଅଛି ଭାଗ ବଣ୍ଟନ ଅଛି ଆମ 19(1) ମାଧ୍ୟମରେ ଆମେ ଉଭୟ ପକ୍ଷକୁ ରିକ୍ୱେଷ୍ଟ କରୁଛୁ 19(1) ମାଧ୍ୟମରେ ଜମିର ଭାଗ ବଣ୍ଟା ହେଇଯାଉ। ନାଇଁ ଶୁଣନ୍ତୁ, ଆମେ ଯେମିତି କହିଲୁ ଉଭୟ ପକ୍ଷଙ୍କୁ ଆମେ ଅନୁରୋଧ କରୁଛୁ, ବାକି ଏଇ ଯେଉଁ 5-7 ଦିନ ଭିତରେ ତାଙ୍କ ସହିତ ବି ଆମେ ପୁଣି କଥା ହେବୁ ଯେ ପରସ୍ପର କାହିଁକିନା ପରସ୍ପରର ଇଗୋ ଉପରେ ଆଞ୍ଚ ଆସିଛି। ୟାଙ୍କର ବି ଇଗୋ, ୟାଙ୍କର ମନରେ ବି କ୍ଷୋଭ ଅଛି, ତାଙ୍କର ଅପର ପକ୍ଷରେ ବି କ୍ଷୋଭ ଅଛି। ଯେହେତୁ ମୁଁ ମୂଳରୁ କହିଛି ଗୋଟେ ମାନବିକତା ଦୃଷ୍ଟିକୋଣରୁ ଆମେ ଉଭୟ ପକ୍ଷକୁ ଗୋଟେ ଟେବୁଲକୁ ଆଣିକି ଆମେ କଥା ହେଇଛୁ ତାକୁ ଆପୋଷ ସମାଧାନ କରିବା ପାଇଁ। ଆମେ ଆଶା ରଖିବୁ ନିଶ୍ଚୟ ହବ ବୋଲି, ନହେଲେ ଲିଗାଲ ବାଟରେ ଯେମିତି କରିବା କଥା କରିବା। ସାର୍ କୋର୍ଟ ପରିସରଭୁକ୍ତ ଯୋଉ ରହିଥିଲା ଯେ ଜମି ବିବାଦ ସେଇଗୁଡ଼ା ଫିଜିବୁଲ ଲାଗୁଛି? ନାଇଁ, ଯେତିକି ବି ଜମି କଥା କହୁଛନ୍ତି ଯେ ଜମି ବିବାଦ, ଯେଉଁ କେସର ଜମି ବିବାଦ ଅଛି ସେ କେସର କିଛି ଆମର ଟ୍ରାଞ୍ଜାକ୍ସନ ହେଇନାହିଁ। ମୁଁ କହିଲି ନା ସେଇଟା ଯୋଉଟା ଅଛି ଯେ ବଣ୍ଟନ ପତ୍ର ଯୋଉଟା କଥା କହୁଛନ୍ତି ସେଇଟା ହଉଛି ଆମର 19(1) ଅଛି ଆମ ଯୋଉ ଧାରା ଅନୁସାରେ ଆପୋଷ ବୁଝାମଣା ମଧ୍ୟରେ ସମସ୍ତେ ଯଦି ରାଜି ହେବେ ତାହେଲେ ଆମେ 19(1) ରେ ଭାଗ କରିପାରିବୁ। ସମସ୍ତେ ଯଦି ଅରାଜି ନ ହେବେ, ମନେ କରନ୍ତୁ ମୋର 5 ଭାଇ ଅଛନ୍ତି, ମୁଁ ଚାହୁଁଛି ମୋ ବାପା ସମ୍ପତ୍ତି ଅଧା କରିବା ପାଇଁ, କିନ୍ତୁ ମୋ 4 ଭାଇ ରାଜି ହଉନାହାନ୍ତି, ସେତେବେଳେ ମୁଁ କୋର୍ଟରେ ଯାତ୍ରା ନେବି, ମୋର ଭାଗଟା କାଢି ନେବି। ସେଇ ଉପରେ ଆମେ 30 ତାରିଖ ପରେ ଜଣା ପଡିବ ତାଙ୍କ ସହିତ। ସେ ପ୍ଲଟର ଯୋଉଟା ଯେଉଁ ପ୍ଲଟ ଗୁଡା ବିକ୍ରି ହେଇଛି ତାଙ୍କର ଏଇ ଯୋଉ ଆମର ମାନ ବାବୁ ଅଛନ୍ତି ଧାରଣାରେ ବସିଛନ୍ତି, ତାଙ୍କର କି ତାଙ୍କ ବାପାଙ୍କର ସେଥିରେ କିଛି ସେୟାର ନଥିଲା। ଆଜ୍ଞା କଣ କହିଲେ? ହଁ, ସେଇ ଜେଜେ ସମ୍ପତ୍ତି ବି ବଟା ହେଲେ ଲିଗାଲ ହେୟାର ମାନେ ସମସ୍ତେ ରାଜି ହେବା ଦରକାର। 19(1) ଅର୍ଥ ତହସିଲରେ ଯେତେ ହବ ସମସ୍ତଙ୍କ ରାଜି ଅନୁସାରେ, ମ୍ୟୁଚୁଆଲ କନସେଣ୍ଟ ଅନୁସାରେ ହବ। ଆମେ ତ ଆଶା ରଖିବୁ ନା, ଆମେ ଦୁଇ ପକ୍ଷକୁ ବସିକି ଆମେ ଟେବୁଲରେ ରଖିଛୁ, ତେଣୁ ଆଉ 5-7 ଦିନ ସମୟ ନେଇଛୁ, ଦେଖିବା ତାদের ସମାଧାନ। ପ୍ରତି ପକ୍ଷଙ୍କ ସହିତ ପାର୍ଟଲି କାଉନସିଲିଂ କରାହେଲା। ଯେଉଁ କାଉନସିଲିଂରେ ଉପଜିଲ୍ଲାପାଳ କହିଲେ କିଛି କରିବା ପାଇଁ ପ୍ରତିଶ୍ରୁତି ଦେଇକି ଗଲେ। 7 ଦିନ ଭିତରେ ଟାଇମ୍ ନେଲେ 30 ତାରିଖରେ ଆସିକି କାଉନସିଲିଂ କରିବେ, ଦ୍ୱିତୀୟ କାଉନସିଲିଂ ପରେ କରିବେ ବୋଲିକା ପ୍ରତିଶ୍ରୁତି ଦେଇକି ଗଲେ। 18 ଦିନ, 6ରୁ ଆଜି ପର୍ଯ୍ୟନ୍ତ ଭାବୁଛି ଆର ସମାଧାନ ହେଇଯିବ। ଆଗାମୀ ଦିନ କେତେ ଦିନ ରହିଥିଲେ, ବର୍ତ୍ତମାନ କେତେ ଦିନ ବସିଲେ? ଆଗାମୀ ଦିନରେ 2 ଦିନ ବସିଥିଲୁ, ଆଜି ଏଥରକ 18 ଦିନ ବସିଲୁ। ଉଭୟ ପକ୍ଷକୁ ନେଇ ସମାଧାନ କରିବା ପାଇଁ ଚେଷ୍ଟା କରୁଛୁ? ଉଭୟ ପକ୍ଷକୁ ନେଇ ସମାଧାନ କରିବା ପାଇଁ ଚେଷ୍ଟା କରୁଛନ୍ତି, ଆମେ ବି ଏଥିରେ ରାଜି ଅଛୁ, ସହଯୋଗ କରୁଛୁ। ଯେଉଁ ପ୍ରକାର ସହଯୋଗ ଲୋଡ଼ିବେ ବି ତାଙ୍କୁ ସହଯୋଗ କରିବା ପାଇଁ କହିଛୁ। ପ୍ରତିଶ୍ରୁତି ଦେଲେ ଯେ ପ୍ରତିପକ୍ଷଙ୍କୁ ନେଇକି ଆର ତର୍ଜମା କରିବେ, କାଉନସିଲିଂ କରିବା ପରେ କ୍ଲିୟର କାଉନସିଲିଂଟା 30 ତାରିଖରେ କରିବେ ବୋଲିକା କହିଗଲେ। ଯଦି ନ ହୁଏ ଏମିତି ଚାଲୁ ରହିବ, ଏଠି ଧାରଣା ବନ୍ଦ ରହିବନି, ଧାରଣା ଚାଲୁ ରହିବ ଯେ ପର୍ଯ୍ୟନ୍ତ ନ ସରିଛି। ଏଠୁ ଉଠିବାର ପ୍ରଶ୍ନ ଉଠୁ। କିନ୍ତୁ ମୁଁ ଚିନ୍ତା କରୁଛି ଯେ ଆର ଜଲ୍ଦି ସମାଧାନ କରିବା ପାଇଁ ଉପଜିଲ୍ଲାପାଳ ଯେଉଁ ଅନୁସାରେ କହିଲେ ତାଙ୍କ ସାଙ୍ଗରେ କଥାବାର୍ତ୍ତା ହେଲି, ତାଙ୍କ ମାର୍କ କଲି ଯେ ସେମାନେ ବ୍ୟଗ୍ର ଅଛନ୍ତି କରିବା ପାଇଁ, କେସ୍ଟାକୁ ସର୍ଟ ଆଉଟ୍ କରିବା ପାଇଁ ଲାଗୁଛି, ମାନେ ମୋତେ ଠିକ୍ ଲାଗିଲା।